हेलो माय डियर स्टूडेंट। फर्स्ट ऑफ ऑल गुड मॉर्निंग ऑल ऑफ यू। आज आम अष्टम श्रेणी इंग्लिश स्टोरी बुक लेसन 4 जहाँकि टॉपिक रही द स्टोन कटर। ये टॉपिक टी आम आज पढ़ा। तेरे स्टोन कटर कहले कौन ना पत्थर कटाली। सर्वप्रथमे तार प्री रिडिंग कौन रही देखी नबा। हियर इज ए जापानीज folk tale। एठारे एक जापान रो लोकगल्प अछि। द folk tale इज अबाउट ए स्टोन कटर। एवं से लोकगल्पटी कौन ना गोटे पत्थर कटाली विषय रे दिया जाइछि। ही बिकम्स ए रिच मैन। से प्रथमे कौन ना जड़े धनी मनीष हो जाइछि। देन ए किंग या परे राजा। देन द सन या परे सूर्य। देन क्लाउड ठीक तापरे बादल। देन स्टोन कटर पुणी आउ थरे से पत्थर कटाली हो जाइछि। लेट्स रीड एंड एंजॉय। चलो आम ए गल्पटी को पढ़ा एवं उपभोग करवा। तुम माने ए छवि देखि पारुथबो। तुमମାନଙ୍କର ବହିରେ ମଧ୍ୟ ଏ ଛବି ଅଛି। ଜଣେ ପଥର କଟାଳି ଆଉ ଜଣେ ଦେବତା। ଦେବତା ଜଣକ କିପରି ଆଶୀର୍ବାଦ ଦଉଛନ୍ତି। ତେବେ ବର୍ତ୍ତମାନ ଆମେ SCP-1 ବା ସେନ୍ସ ଗ୍ରୁପ ପାରାଗ୍ରାଫ को पढ़िबा। तार डिफिकल्ट वर्ड गुडी को आमे प्रथमे जानि नेबा। तो कौन रही SCP-1। कालू आज ए पोर स्टोन कटर। पोर कहले गरीब। वन डे इट वाज हॉट एंड कालू डिड नॉट फील लाइक वर्किंग। लाइक कहले पसंद करिवा। ही पुट हिज एग्स डाउन एंड सेड। एग्स कहले कुराड़ी। आई वांट टू बी रिच। रिच कहले धनी। सडनली एन एंजल केम डाउन फ्रॉम हेवन एंड सेड। हेवन कहले स्वर्ग। यू शैल बी रिच एंड सो कालू बिकम rich. He ate and drank all day. Number 2 देला कि one day he saw a king. Everybody bowed to him. Bowed कहले मुंड नुआइबा बा नतमस्तक हवा। कालू said money is not enough. Enough कहले यथेष्ट। I want to be a king. The angel came again and made him a king. ଆଉ କଣ ରହିଛି। Now everybody bowed to him. Kalu was happy. One day he was going around his country. The hot sun burnt him. burn କହିଲେ ଜଳାଇବା। Suddenly Kalu shouted. shouted କହିଲେ ଚିତ୍କାର କରିବା। I want to be the sun. ତେବେ ଏହାର ଆମେ ଡିଫିକଲ୍ଟ ୱାର୍ଡ ଗୁଡ଼ିକ ଜାଣିନେଲେ। ବର୍ତ୍ତମାନ ଆମେ SCP-1 କୁ ବୁଝି ନେବା। କାଲୁ ଆଜ ଏ ପୋର ଷ୍ଟୋନ କଟର। କାଲୁ କଣ ନା ଗରିବ ପଥର କଟାଳି ଥିଲା। ୱାନ୍ ଡେ ଇଟ୍ ୱାଜ ହଟ୍। ଦିନେ ଗରମ ହଉଥିଲା। ଏଣ୍ଡ କାଲୁ ଡିଡ୍ ନଟ୍ ଫିଲ୍ ଲାଇକ୍ ୱାର୍କିଂ। କାଲୁ କଣ ନା କାମ କରିବାକୁ ପସନ୍ଦ କରୁ ନଥିଲା ବା ପସନ୍ଦ କଲା ନାହିଁ। ହି ପୁଟ୍ ହିଜ୍ ଏଗ୍ସ ଡାଉନ୍ ଏଣ୍ଡ ସେଡ୍। ସେ ତାହାର କୁରାଢ଼ୀକୁ ତଳେ ରଖିଲା ଏବଂ କହିଲା। କଣ କହିଲା ନା ଆଇ ୱାଣ୍ଟ ଟୁ ବି ରିଚ୍। ମୁଁ ଧନୀ ହେବାକୁ ଚାହେଁ। ସଡନଲି ଆନ୍ ଏଞ୍ଜେଲ କେମ୍ ଡାଉନ୍ ଫ୍ରମ୍ ହେଭେନ୍ ଏଣ୍ଡ ସେଡ୍। ହଠାତ୍ କଣ ହେଲା ନା ସ୍ୱର୍ଗରୁ ଜଣେ ଦେବତା ଆସିଲେ ଏବଂ କହିଲେ ୟୁ ସାଲ୍ ବି ରିଚ୍। ତୁମେ ଧନୀ ହୋଇଯିବ। ଏଣ୍ଡ ସୋ କାଲୁ ବିକେମ୍ ରିଚ୍। ଏବଂ କାଲୁ କଣ ହେଲା ନା ଧନୀ ହୋଇଗଲା। ହି ଏଟ୍ ଏଣ୍ଡ ଡ୍ରାଙ୍କ ଅଲ୍ ଡେ। ସେ ଦିନ ସାରା ଖାଇଲା ଏବଂ ପିଇଲା। ନମ୍ବର 2 ରେ କଣ ରହିଛି। ୱାନ୍ ଡେ ହି ସ ଏ କିଙ୍ଗ। ଦିନେ ସେ ଜଣେ ରାଜାଙ୍କୁ ଦେଖିଲା। ଏଭ୍ରିବଡି ବୋ ଟୁ ହିମ୍। ସମସ୍ତେ ସେ ରାଜାଙ୍କୁ କଣ ନା ତାଙ୍କୁ ମୁଣ୍ଡ ନୁଆଉଥିଲେ। କାଲୁ ସେଡ୍। କାଲୁ କହିଲା ମନି ଇଜ ନଟ୍ ଏନଫ୍। ପଇସା ଯଥେଷ୍ଟ ନୁହେଁ। ଆଇ ୱାଣ୍ଟ ଟୁ ବି ଏ କିଙ୍ଗ। ମୁଁ ଜଣେ ରାଜା ହେବାକୁ ଚାହେଁ। ଦ ଏଞ୍ଜେଲ କେମ୍ ଏଗେନ୍। ଆଉ ଥରେ ସେ ଦେବତା ଜଣକ ଆସିଲେ। ଏଣ୍ଡ ମେଡ୍ ହିମ୍ ଏ କିଙ୍ଗ। ଏବଂ ତାଙ୍କୁ ରାଜା କରିଦେଲେ। ନାଓ ଏଭ୍ରିବଡି ବୋ ଟୁ ହିମ୍। ବର୍ତ୍ତମାନ ସମସ୍ତେ ତାଙ୍କୁ ମୁଣ୍ଡ ନୁଆଇବାକୁ ଲାଗିଲେ। କାଲୁ ୱାଜ ହାପି। କାଲୁ ଖୁସି ହୋଇଗଲା। ୱାନ୍ ଡେ ହି ୱାଜ ଗୋଇଂ ଆରାଉଣ୍ଡ ହିଜ୍ କଣ୍ଟ୍ରି। ଦିନେ ସେ ତାର ଦେଶକୁ ଭ୍ରମଣ କରିବା ପାଇଁ ଯାଉଥିଲା। ଦ ହଟ୍ ସନ୍ ବର୍ଣ୍ଟ ହିମ୍। ସୂର୍ଯ୍ୟଙ୍କର ତାପ ତାଙ୍କୁ ଜଳେଇବାକୁ ଲାଗିଲା। ସଡନଲି କାଲୁ ସାଉଟେଡ୍। ହଠାତ୍ କଣ ହେଲା ନା କାଲୁ ଚିତ୍କାର କରିବାକୁ
ଲାଗିଲା। I want to be the sun. ମୁଁ ସୂର୍ଯ୍ୟ ହେବାକୁ ଚାହେଁ। ଇଏ ଥିଲା ତୁମମାନଙ୍କର ପିଲେ SCP-1 ର ଡିଫିକଲ୍ଟ ୱାର୍ଡ ଏଣ୍ଡ ଆମେ SCP-1 କୁ ବୁଝିନେଲେ। ଦେନ୍ ଆମେ ନେକ୍ସଟ କ୍ଲାସରେ କଣ ନା SCP-2 କୁ ବୁଝିବା। ତା ସହିତ କମ୍ପ୍ରେହେନସନ୍ କ୍ୱେଶ୍ଚିନ୍ ଗୁଡ଼ିକ ଆମେ ଆଲୋଚନା କରିବା। ଆଶା କରେ ତୁମେମାନେ SCP-1 ଭଲ କି ବୁଝି ସାରିଥିବ। ଯଦି ବି କିଛି ଡାଉଟ୍ ଅଛି ତେବେ ନିଶ୍ଚିନ୍ତ କମେଣ୍ଟ ସେକ୍ସନରେ ତମେ ପଚାରି ପାରିବ। ତା ସହିତ ପିଲାମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ ଏବଂ କ୍ଲାସଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବ। ତୁମମାନଙ୍କ ସହିତ ଦେଖା ହେବ ନେକ୍ସଟ କ୍ଲାସରେ। ଥ୍ୟାଙ୍କ ୟୁ ଫର ୱାଚିଂ।